ପିଲାମାନେ ଆଜି ଆମେ ଭିଡ଼ିଓରେ 6th କ୍ଲାସ୍ ଇଂଲିଶ ବହିର ଲେସନ୍ 3 NL ବିଷୟଟି ପଢ଼ିବା ଆଉ ତାର ଯେଉଁ ପ୍ରଶ୍ନ ଅଛି ସେଗୁଡ଼ାକ ଉତ୍ତର କରିବା। ତ NL ମାନେ କ'ଣ? ତାହେଲେ ଗୋଟିଏ କଣ୍ଟା, ଏ ହେଲା ଗୋଟିଏ ଆଉ ନେଲ୍ ମାନେ କ'ଣ? କଣ୍ଟା। ତାହେଲେ ଏଠି କେଉଁ କଣ୍ଟା କୁହାହେଉଛି? ଦେଖ ଏଇ ଦେଖ ଘୋଡ଼ାର, ଏଇ ଯେଉଁ ଦେଖ ଏଇଟା ହେଉଛି ଘୋଡ଼ାର ପାଦ। ତାହେଲେ ଏଠି ଯେଉଁ ଗୋଟେ ଲୁହା ଲାଗିନି, ତାହେଲେ ଏଇଟାକୁ ଘୋଡ଼ାର ନାଲ କୁହାଯାଏ। ଆଉ ତାହେଲେ ଦେଖ ନାଲ ଭିତରେ ଏଇ ଯେଉଁ ଚିହ୍ନ ଏଗୁଡ଼ାକ ଯେଉଁ ଟିକେ ଟିକେ ଅଛି ଏଇଗୁଡ଼ା ହେଉଛି କଣ୍ଟା। ତାହେଲେ ସେଇ କଣ୍ଟା ବିଷୟରେ ଏଠି କୁହାହେଇଛି। ତାହେଲେ ତୁମେ ଜାଣିଛ, ତାହେଲେ ଏଇ ଯେଉଁ କଣ୍ଟା ଗୁଡ଼ିକ ଏଇ ନାଲରେ ଲାଗିଥାଏ। ଆଉ ଯଦି କଣ୍ଟାଟା ଯଦି ହଜିଯିବ ତାହେଲେ କ'ଣ ହେବ? ତାହେଲେ ଏଇ ଯେଉଁ ନାଲଟା ବି ଖୋଲିଯିବ। ତାହେଲେ ଆଉ କ'ଣ? ତାହେଲେ ଘୋଡ଼ା ଆଉ ଚାଲିପାରିବ କି? ଚାଲିପାରିବ ନାହିଁ। ତାହେଲେ ଦେଖ ଏଇଟା ଯେଉଁ କଣ୍ଟା ହଜିଯିବା ଦ୍ୱାରା କ'ଣ ସବୁ ଅସୁବିଧା ହେଉଛି, ତାହେଲେ ସେଇ ଜିନିଷଟା ଏଇ ଯେଉଁ ଏ ବିଷୟରେ କୁହାହେଇଛି। ଦେଖ ଏଠି ଦେଖ କ'ଣ କହୁଛି? For want of a nail this saw was lost. For want of a nail ମାନେ ଏଠି for want of a nail ମାନେ କ'ଣ? ଏ ଯେଉଁ କଣ୍ଟା ଅଭାବରେ ଦି ସୋଜ୍ ୱାଚ୍ ଲସ୍। ତାହେଲେ ଏଇ ଯେଉଁ ଘୋଡ଼ାର ଏଗୁଡ଼ା କୁହାଯାଉଛି କ'ଣ? ଏଇଟା ହେଉଛି ସୋଜ୍। ତାହେଲେ ଘୋଡ଼ାର ଯେଉଁ ସୋଜ୍ ବା ଘୋଡ଼ାର ନାଲ, ଯଦି ଯେଉଁ କଣ୍ଟା ଯଦି କ'ଣ ହେଇଯିବ ତାହେଲେ ରହିବନି, ଅଭାବରେ କ'ଣ ହେବ? ଏଇ ଯେଉଁ ଘୋଡ଼ାର ଯେଉଁ ଜୋତା ବା ନାଲ କୁହାଯାଉଛି ସେଇଟା କ'ଣ ହେବ? ଲସ୍ ହେଇଯିବ ବା ହେଉଛି ହରେଇଦେବ ବା ହଜିଯିବ। ତାପରେ କହୁଛି ଫର୍ ୱାଣ୍ଟ ଅଫ୍ ଏ ସୋଜ୍, ଯଦି ସେଇ ଯେଉଁ ଘୋଡ଼ାର ନାଲଟି ଯଦି ଅଭାବ ହେଲା ତାହେଲେ ଦି ହର୍ସ ୱାଚ୍ ଲସ୍। ତାହେଲେ ଆଉ ଘୋଡ଼ା ସେ ଚାଲିପାରିବ କି? ଆଉ ଚାଲିପାରିବନି, ମାନେ ଘୋଡ଼ାଟି କ'ଣ ହେଇଯିବ? ବେକାର ହେଇଯିବ। ଫର୍ ୱାଣ୍ଟ ଅଫ୍ ଏ ସୋଜ୍, ଆଉ ଯଦି ଘୋଡ଼ା ବେକାର ହେଇଗଲା ତାହେଲେ ଘୋଡ଼ା ଉପରେ ଯିଏ ବସିଥାଏ ତାକୁ କ'ଣ କହନ୍ତି? ରାଇଡ଼ର। ତାହେଲେ ସିଏ ମଧ୍ୟ କ'ଣ ହେବ? ଲସ୍, ମାନେ ୱାଚ୍ ଲସ୍, ମାନେ ଏଠି କ'ଣ ହେବ? ବେକାର ହେଇଯିବ। ତାହେଲେ ବୁଝିହେଲା କ'ଣ କରିବା ଏଠି? ତାହେଲେ ଯେଉଁ କଣ୍ଟା ଅଭାବରେ ଫର୍ ୱାଣ୍ଟ ଅଫ୍ ଏ ନେଲ୍, ତାହେଲେ ଘୋଡ଼ାର ନାଲଟି କ'ଣ ହେବ? ବେକାର ହେଇଯିବ ବା ହଜିଯିବ, ଲସ୍ ହେଇଯିବ। ଆଉ ଘୋଡ଼ାର ନାଲ ଅଭାବରେ କ'ଣ ହେବ? ଘୋଡ଼ା ବେକାର ହେଇଯିବ। ଆଉ ଘୋଡ଼ା ଯଦି ବେକାର ହେଇଗଲା, ଯେଉଁ ଘୋଡ଼ାର ଯେଉଁ ଆରୋହୀ, ତାହେଲେ ମାନେ କ'ଣ କହନ୍ତି? ଘୋଡ଼ା ଯେଉଁ ଚଢ଼େ ସେ କ'ଣ? ଅଶ୍ୱାରୋହୀ ବା ଘୋଡ଼ା ଚଢ଼ାଳି, ତାହେଲେ ସେ ମଧ୍ୟ କ'ଣ ହେଇଯିବ? ବେକାର ହେଇଯିବ। ବୁଝିଲା? ତାପରେ ଦେଖ କ'ଣ କହୁଛି? ଫର୍ ୱାଣ୍ଟ ଅଫ୍ ଏ ରାଇଡ଼ର, ମାନେ ଯଦି ଯେଉଁ ଅଶ୍ୱାରୋହୀ ଯଦି ତାର ଅଭାବ ହେଲା ତାହେଲେ ବ୍ୟାଟେଲ୍ ୱାଚ୍ ଲସ୍। ତାହେଲେ ଏଇ ଯେଉଁ ଯୁଦ୍ଧରେ ସବୁ ଦେଖ କେତେ ଯୁଦ୍ଧ ଘୋଡ଼ା ଉପରେ ଯାଇକି ଯୁଦ୍ଧ କରୁଛନ୍ତି କି ନାହିଁ? ତାହେଲେ ଯଦି ଘୋଡ଼ା ଯଦି କ'ଣ ହେବ? ହଜିଯିବ ବା ବେକାର ହେଇଯିବ, ତାହେଲେ ଏଇ ଯେଉଁ କ'ଣ ହେବ? ତାହେଲେ ଯୁଦ୍ଧରେ କ'ଣ ହେବ? ପରାଜିତ ହେଇଯିବ। ଆଉ ଯୁଦ୍ଧରେ ପରାଜିତ ହେଲେ କ'ଣ ହେବ? ଫର୍ ୱାଣ୍ଟ ଅଫ୍ ଏ ବ୍ୟାଟେଲ୍, ତାହେଲେ ଯଦି ତୁମେ ଯୁଦ୍ଧରେ ହାରିଯିବ ତାହେଲେ କ'ଣ ହେବ? ରାଜ୍ୟ ମଧ୍ୟ ହରେଇଦେବ। ଦି କିଙ୍ଗଡ଼ମ୍ ୱାଚ୍ ଲସ୍। କିଙ୍ଗଡ଼ମ୍ ମାନେ କ'ଣ? କିଙ୍ଗଡ଼ମ୍ ହେଉଛି ରାଜ୍ୟ। ତାହେଲେ ରାଜ୍ୟ ମଧ୍ୟ କ'ଣ? ହରେଇଦେବ। ଏଇଟା ହେଉଛି ଦେଖ, ଏଇଟା ହେଉଛି ଆମର ବହୁତ ଏଇ ଯେଉଁ ମାନେ କ'ଣ? ଯେତେବେଳେ ରାଜା ରାଣୀ ସେଇ ଅମଳର କଥା କୁହାହେଉଛି। ତାହେଲେ ଅଲ୍ ଫର୍ ଦି ୱାଣ୍ଟ ଅଫ୍ ଏ ହର୍ସ ସୋ ନେଲ୍। ତାହେଲେ ଏଇ ଯେଉଁ ଯେତେ ସବୁ ହରେଇ ଦେଉଛନ୍ତି ବା ଅଭାବ ହେଉଛି କାହା ପାଇଁ? ଏଇ ଯେଉଁ ଘୋଡ଼ାର ଯେଉଁ କଣ୍ଟା ଯଦି ହଜିଯିବ ତାହେଲେ ଜଣେ କହୁଛି କ'ଣ? ରାଜ୍ୟ ମଧ୍ୟ ହରେଇଦେବ। ଏଠି ଦେଖ କିଛି କମ୍ପ୍ରିହେନ୍ସନ୍ କ୍ୱେଶ୍ଚନ୍ ଅଛି, ସେଗୁଡ଼ାକ ଆଲୋଚନା କରିବା। ହ୍ୱାଇ ୱାଚ୍ ଦି ସୋ ଲସ୍? ତାମାନେ କ'ଣ? ଘୋଡ଼ା ନାଲ କାହିଁକି ହଜିଗଲା? ତାହେଲେ ଘୋଡ଼ା ନାଲ ସେ ଯେଉଁ କଣ୍ଟା ଯେଉଁ ଅଭାବ ହେଲା ବୋଲି କ'ଣ ହେଲା? ତାର ସେ ଯେଉଁ ଘୋଡ଼ା ନାଲଟି ହଜିଗଲା। ଏହାକୁ କ'ଣ ଲେଖିବ? ଦେଖ ଏଇଟା ଲେଖିଦେବ ଦି ସୋଜ୍ ୱାଚ୍ ଲଷ୍ଟ ଫର୍ ଦି ୱାଣ୍ଟ ଅଫ୍ ଏ ନେଲ୍। ମାନେ ଗୋଟିଏ ନେଲ୍ର ବା କଣ୍ଟାର ଅଭାବରେ ସୋଜ୍, ଯେଉଁ ଘୋଡ଼ାର ସୋଜ୍ କ'ଣ ହେଲା? ହଜିଗଲା। ତାପରେ ଦେଖ 2 ନମ୍ବର କ'ଣ କହିଛି? ହ୍ୱାଇ ୱାଚ୍ ଦି ହର୍ସ ଲଷ୍ଟ। ମାନେ ଏଠି କ'ଣ? ଘୋଡ଼ା କ'ଣ ପାଇଁ କହୁଛି ହଜିଯିବା ଅର୍ଥ କ'ଣ? ଏଠି ବେକାର ହେଇଯିବା। ତାହେଲେ କାହିଁକି ଘୋଡ଼ାଟି କ'ଣ ବେକାର ହେଇଗଲା? କ'ଣ ପାଇଁ ବେକାର ହେଲା? ତାର ସୋଜ୍ ଯେଉଁ ହଜିଗଲା, ସେଥିପାଇଁ ସେ ଘୋଡ଼ା ବେକାର ହେଇଗଲା। ଏଇଟାକୁ କ'ଣ ଲେଖିବ? ତାହେଲେ ଏଇଟା ଲେଖିବ ଦି ହର୍ସ ୱାଚ୍ ଲଷ୍ଟ ଫର୍ ଦି ୱାଣ୍ଟ ଅଫ୍ ଏ ସୋ। ମାନେ ଘୋଡ଼ାଟି ବେକାର ହେଇଗଲା କ'ଣ ପାଇଁ?
क्या अभाव रे स अभाव रे देख 3 नंबर देख ये 3 नंबर कौन कही व्हाई वाच दी राइडर लॉस असार किपरि बेकार होगा जिते घोड़ा बेकार होगा ताले कौन हम ताले असार बेकार होगा ये कौन लिख ताले लिख दि राइडर वाच लॉस्ट फॉर दि वांट ऑफ ए हॉर्स ताले कौन घोड़ा जिते कौन है घोड़ा अभाव रे राइडर कौन है बेकार होगा देख 4 नंबर ये कौन कह व्हाई वाच दि बैटल लॉस तार माने कौन माने युद्ध रे कहीं पराजय है कौन पे पराजय है जिते से जो राइडर बा असार ही कौन है बेकार होगा बा से तार अभाव होगा जिते असार अभाव होगा ताले कौन है युद्ध पराजय होगा ताले यहाँ कौन लिख देख कौन कह दि बैटल वाज लॉस्ट फॉर दि वांट ऑफ ए राइडर ताले जिते राइडर बा असार अभाव कौन है बैटल बा युद्ध परास्त पराजित होगा ये देख 5 नंबर ये कौन व्हाई वाज द किंगडम लॉस माने कौन राज्य कौन हरवा पड़ा कौन जिते बैटल हारी गला कौन राज्य हरवा पड़ा से लिखि दिखती ये कौन लिख दि किंगडम वाज लॉस्ट फॉर दि वांट ऑफ ए बैटल जो बैटल कौन है हारी जबार राज्य भी हरवा पड़ा 6 नंबर देख 6 नंबर कौन कह मार्क दि ऑर्डर ऑफ नेल सो हॉर्स इटीसी इज दि ऑर्डर फ्रॉम दि लेस इंपोर्टेंट टू मोर इंपोर्टेंट थिंग्स और फ्रॉम दि मोर इंपोर्टेंट टू लेस इंपोर्टेंट थिंग्स ताले ये जो देखुच कंटा नाल घोड़ा यहाँ कौन क्रम तुम लक्ष्य कर तापर कौन कर कहे जो केटा बेसी गुरुत्वपूर्ण जिनस तार से भाया तुम्हें माने कौन बेसी गुरुत्वपूर्ण कम गुरुत्वपूर्ण ये तुम्हें सजेक लिख प्रथम केटा आसो देख नेल ताले नेल बेसी इम्पोर्टाट तापर केटा आसो नेल पर सोज तापर केटा आसो हॉर्स हॉर्स पर केटा आसो बैटल बैटल पर किंगडम ना हॉर्स पर आसो राइडर राइडर पर कौन आसो बैटल बैटल पर लास्ट आसो किंगडम ताले ये तुम्हें लिखिदेव ठीक अच्छे पे आज आम ये वीडियो ये पढ़ा आ नेक्स्ट वीडियो यार जो पोस्ट रीडिंग जिते सब प्रश्न गुड़ाक अच्छी से गुड़ाक आलोचना करवा भिडियो जब भल लगा भिडियो को लाइक कर शेयर कर आम चैनल को सब्सक्राइब कर धन्यवाद।